ବିଜେଡି ଓ ବିଜେପିର ଚୋରା ପିରତି 944 କୋଟି ଖଣି ମାଲିକଙ୍କ ବିଜେଡିକୁ ଦାନ ଇଡି ଚଢାଉ ଭୟରେ 5T ସଚିବ ଅମିତ ଶାହାଙ୍କ ନିକଟରେ ଶରଣ ମେଣ୍ଟ ପାଇଁ ଯୋଜନା ଫେଲ୍ ମାରିବାରୁ ବିଜେପି ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର। ଢେଙ୍କାନାଳ ଜିଲ୍ଲାରେ ବିଜେଡି ଓ ବିଜେପିର ପୁରୁଣା ମୁହଁ ଦେଖି ନେତା ଓ କର୍ମୀ ଦ୍ୱନ୍ଦ୍ୱରେ ଭୋଟର ହେଲେ ବାଉଳା। ଆଗାମୀ 2024 ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଓ ବିଜେପି ଉଭୟ ଓଡ଼ିଶାର ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ମେଣ୍ଟ ଗଠନର ଦ୍ୱନ୍ଦ୍ୱ ମଧ୍ୟରେ ପ୍ରଥମେ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେଡି ପକ୍ଷରୁ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଉଭୟ ଦଳର ପ୍ରାର୍ଥୀ ତାଲିକାକୁ ଅନୁଧ୍ୟାନ କରାଗଲେ କେଉଁଠି ନା କେଉଁଠି ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ମହାମେଣ୍ଟର ଆଭାସୀ ମିଳୁଛି। ପ୍ରଥମ ଘୋଷଣା ହୋଇଥିବା ଲୋକସଭା ପ୍ରାର୍ଥୀ ଓ ତାଙ୍କର ନିର୍ବାଚନ ମଣ୍ଡଳୀ ବିଷୟରେ ତର୍ଜମା କଲେ କିଛି ନିର୍ବାଚନ ମଣ୍ଡଳୀରେ ଦିଆଯାଇଥିବା ବିଜେପି ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଭିତିରି ଷଡ଼ଯନ୍ତ୍ର ଚାଲିଥିବା ସ୍ପଷ୍ଟ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ସହ ସମୀକ୍ଷକମାନେ ସୂଚନା ଦେଇଛନ୍ତି। ବିଜେପିର 400 ପାର ନାରାକୁ ସଫଳ କରିବା ପାଇଁ ଉଭୟଙ୍କ ମଧ୍ୟରେ ହୋଇଛି ଭିତିରିଆ ଗୁପ୍ତ ସଂଗଠନ। ସେହିପରି ବିଜେଡି ମଧ୍ୟରୁ ଅଧିକାଂଶ ଲୋକସଭା ଆସନରେ ପ୍ରାର୍ଥୀଙ୍କ ସ୍ଥିତି ସୁଦୃଢ଼ ନଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଦୁଇ ଦଳର ନେତାମାନଙ୍କ ଅନିଚ୍ଛା କାରଣରୁ ଗଠବନ୍ଧନ ହୋଇପାରିନଥିବା ବେଳେ ନିଜର ସ୍ୱାର୍ଥ ନିମନ୍ତେ ଶକୁନି ଭଳି ବିଜେଡିର ଜଣେ ପାୱାରଫୁଲ ନେତା ଓ ବିଜେପିର କେନ୍ଦ୍ରୀୟ ବରିଷ୍ଠ ନେତାଙ୍କ ସହ ଭିତିରି ଷଡ଼ଯନ୍ତ୍ର ସହ ଚୋରା ପିରତି ଚାଲିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି, ଯାହାର ଫଳ ଆଗାମୀ ନିର୍ବାଚନରେ ଟିକେଟ ପାଇଥିବା ବିଜେଡିର ଅନେକ ଲୋକସଭା ପ୍ରାର୍ଥୀ ହାରିବା ସୁନିଶ୍ଚିତ ହେବା ସହ ବିଧାନସଭା ଆସନରୁ ମଧ୍ୟ କିଛି ନେତା ହାରିବାର ମଧ୍ୟ ସମ୍ଭାବନା ରହିଛି। କିଛି ନେତାମାନଙ୍କ ଆଧିପତ୍ୟକୁ ଛିନ୍ନ କରିବା ପାଇଁ ଏଭଳି ଯୋଜନା ପ୍ରସ୍ତୁତ ହୋଇଥିବା କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ଆଲୋଚନା ଜୋର ଚାଲିଛି। ଏଣୁ ଏହି ନିର୍ବାଚନରେ ଢେଙ୍କାନାଳ ସମେତ 18ଟି ଆସନରେ ବିଜେପି ବାଜିମାତ କରିବାରେ ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବିଧାନସଭା କ୍ଷେତ୍ରରେ କୌଣସି ଦଳ ସଂଖ୍ୟା ବରିଷ୍ଠତା ହାସଲ କରିନପାରିଲେ ଉଭୟଙ୍କ ମଧ୍ୟରେ ସେହି ମେଣ୍ଟ ଶାସନ ଚାଲିବ। ଏଣୁ ଏହି ପରିପ୍ରେକ୍ଷୀରେ ଉଭୟ ଦଳର କର୍ମୀ ଓ ସଂଗଠନମାନେ ଇତସ୍ତତ୍ ହୋଇ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳିଛି। ଉଭୟ ଦଳର ମେଣ୍ଟ ନହେଲେ ଖଣି ଦୁର୍ନୀତି ମାମଲାରେ ଖଣି ମାମଲାଙ୍କ ସମେତ ହେଭିୱେଟ୍ ନେତା ଇଡି ଚଢ଼ାଉରେ ଫସିଯିବା ସମ୍ଭାବନା ରହିଛି। ଏଣୁ ଭୋଟରମାନେ କିଭଳି ନିଷ୍ପତ୍ତି ନେବେ ତାହା ଦେଖିବାକୁ ବାକି ରହିଲା। କ୍ଷମତା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଅଦ୍ୟାବଧି ଦଳ ଡିଆଁ ପର୍ବ ଚାଲୁ ରହିଛି, ଯାହାକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଜେଡିର ଅଦ୍ୟାବଧି 39 ଆସନ ଓ ବିଜେପିର 48 ଆସନ ପାଇଁ ଅଦ୍ୟାବଧି ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରିନଥିବା ବେଳେ ଉଭୟ ଦଳର ହେଭିୱେଟ୍ ନେତାମାନେ ଆଶା ଓ ଆଶଙ୍କାରେ ରହିଛନ୍ତି। ସମଗ୍ର ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରତି ଶ୍ରଦ୍ଧା ବହୁତ ବଢ଼ି ଯାଇଛି। ଏ ଭିତରେ 10 ବର୍ଷର ସୁଶାସନ ଭିତରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ମନରେ ଶ୍ରଦ୍ଧା, ସ୍ନେହ ଏବଂ କେତେକ ପରିମାଣରେ ଭକ୍ତିଭାବ ମଧ୍ୟ ଜାଗ୍ରତ ହେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କାର୍ଯ୍ୟକଳାପ ପ୍ରତି ମଧ୍ୟ ବହୁତ ସମର୍ଥନ ଦେଖା ଦେଇଛି। ମୁଁ ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବେଶ ସୁପରିଚିତ। ଜନସାଧାରଣ ମୋତେ ରାଜ୍ୟସଭା ମେମ୍ବର ଭାବରେ ମଧ୍ୟ ଜନସାଧାରଣ ମୋ ଠାରୁ ସ୍ନେହ ଶ୍ରଦ୍ଧା ପାଇଛନ୍ତି। ଜନସାଧାରଣଙ୍କର ଅନେକ କାମ ବି ମୁଁ କରିଛି। ଅପରପକ୍ଷରେ ଓଡ଼ିଶା ସରକାରଙ୍କର ଯେଉଁ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ଏହି କାରଣରୁ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ଅଧିବାସୀମାନେ ରାଜ୍ୟ ସରକାରଙ୍କ ପ୍ରତି ସମ୍ପୂର୍ଣ୍ଣ ବିମୁଖ ହୋଇଛନ୍ତି। ଏ ସମସ୍ତ କାରଣରୁ ଆସନ୍ତା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏ ନିର୍ବାଚନ ମଣ୍ଡଳୀରୁ ବିପୁଳ ବିଜୟ ଲାଭ କରିବ ଏବଂ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ବିପୁଳ ବିଜୟ ଲାଭ କରିବ। ଆଜି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରୁଆଁ କେ ମଣ୍ଡଳର ଆଜି ମୁଖ୍ୟ ନେତାମାନଙ୍କର ସମ୍ମିଳନୀ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାରର ରଣକୌଶଳ ଅବଲମ୍ବନ କରି ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ବର୍ଷେ ସାନ ଜନୈକ
वयोवृद्ध मंत्री इंकर जो व्यापक दुर्नीति भ्रष्टाचार अनीति अन्याय विषय समीक्षा हब एवं राजनैतिक नेता भावरे दीर्घ दिन मंत्री हला पर मध्य किपरि से मुख्यमंत्री को उडबस करुथुबा तथा कथित सचिव पदलेहन करुचंती से विषय जनसाधारण आक्रोश विषय मध्य समीक्षा हब एवं महापात्र जिला सभापति भारतीय जनता पार्टी ढेंकानाल वर्तमान जहाँ भी निर्वाचन हम भारत वर्ष रे जो निर्वाचन हम से लोक मान गोटे प्रकार चिंता कर नरेंद्र मोदी ना रे निर्वाचन हम वर्तमान नरेंद्र मोदी जो भली विकासर कथा सारा भारत में कर समग्र विश्व से चमत्कृत सृष्टि कर होल वर्ल्ड वर्तमान मध्य नरेंद्र मोदी नेतृत्व को सम्मान दौची मानुची एवं गोटे सुखर विषय जे ओडिशा रे मोर दान 90% लोक नरेंद्र मोदी को तांकर नेता हिसाब से मानिया प्रस्तुत अच्छा जो सर्वे रिपोर्ट होता आपण मानकर जो सर्वे रिपोर्ट करते सर्वे रिपोर्ट से कथा आसी जाइए वर्तमान नरेंद्र मोदी होचंती एकमात्र प्रधानमंत्री जी की आसिला परे जन्म टू मृत्यु पर्यंत जो लोकर जहाँ आवश्यकता अच्छी बिजुली हो गैस हो। ढेंकानालू अक्षय कुमार नंदन रिपोर्ट बीई न्यूज ओडिशा।